ଆଉ ସକାଳର ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ। ମୁଁ ବି ଖୁସିରେ ଅଛି, ଭଲରେ ଅଛି। ଆଜି ଯେ ସମସ୍ତେ ଜାଣିଥିବେ ରଜ ଉପଲକ୍ଷେ ମୋର ଅନେକ ଆପଣମାନଙ୍କୁ ଅଭିନନ୍ଦନ ଆଉ ଶୁଭେଚ୍ଛା। ଆଉ ବହୁତ ଖୁସିରେ ରହନ୍ତୁ ଆଉ ଭଲରେ ରହିଥାନ୍ତୁ। ଆପଣମାନେ ତ ଗାଁରେ ଅଛନ୍ତି, ବହୁତ ଏନ୍ଜୟ କରନ୍ତୁ, ଖୁସିରେ ରୁହନ୍ତୁ। ଆମେ ଆପଣମାନଙ୍କୁ ଦେଖିକି ବହୁତ ଖୁସି ହେବୁ। ଆଉ ଚାଲନ୍ତୁ ଆଜି ରଜରେ କ'ଣ ଆମର କ'ଣ ସବୁ ବନଉଛୁ ସ୍ପେଶାଲ ଦେଖେଇବି। ଆଗେ ତ ଫାଷ୍ଟ ଆମର ଗାଧୁଆ ପାଧୁଆ ସରିଯାଇଛି, ଏବେ ଠାକୁର ପୂଜା ଚାଲିଛି। ଠାକୁର ପୂଜା ହେଇସାରିଲା ପରେ କ'ଣ ସବୁ ସ୍ପେଶାଲ କରିବି ଆପଣମାନଙ୍କୁ ନିଶ୍ଚୟ ଭିଡ଼ିଓ ମାଧ୍ୟମରେ ଦେଖେଇବି। ଏବେ ଦେଖନ୍ତୁ ଆଉ ସାରେ ମୁଁ କିନି ମିଶିକି ଆମେ ଏଠି ପୂଜା ବନେଇ ଦେଉଛୁ ସକାଳୁ ସକାଳୁ ଆଜି ରଜରେ। ଆଉ ଏପଟେ ସାର୍ ତାଙ୍କର ପୂଜା ବନାଉଛନ୍ତି, ମୁଁ ଏପଟେ ଭିଡ଼ିଓ ବନାଉଛି। କିନ୍ତୁ ଆମେ ସାଙ୍ଗ ହେଇକି ଆମେ ଏଠି ପୂଜା ବନାଉଛୁ। ପୂଜା କରିସାରିଲା ପରେ କ'ଣ କ'ଣ ସବୁ ସ୍ପେଶାଲ ବନେଇବୁ ସେ ପର୍ଯ୍ୟନ୍ତ ଆମ ଭିଡ଼ିଓରେ ଯୋଡ଼ି ହେଇକି ରହିଥାନ୍ତୁ। ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଆମର ଭିଡ଼ିଓଟି କେମିତି ଲାଗିବ ବା କମେଣ୍ଟ ବକ୍ସରେ ଲେଖିବେ। ଆଉ ସବସ୍କ୍ରାଇବ୍ କରିଦେବେ, ଆଉ ଲାଇକ୍ କରିଦେବେ, ବେଲ୍ ବଟନ୍ ବି ଦବାଇଦେବେ। ଏଠି ଆମର ପୂଜା ଆରମ୍ଭ ହେଇଯାଇଛି, ଦେଖନ୍ତୁ। ଆମ ରଜ ପାଇଁ ପିଠା ବନା ହେଇଛି, ଦେଖନ୍ତୁ ଗରମ ଗରମ ପିଠା। ଆମର ପୋଡ଼ ପିଠା ତିଆରି ହେଇଛି। ଆମର ଆଉ କିଛି ପିଠା ଖାଇବେନି, ଖାଲି ପୋଡ଼ ପିଠା ତିଆରି ହେଇଛି। ପୋଡ଼ ପିଠା ଖାଇବା ଦେଖିବେ। ମୋର ପିଠାଟା ଆପଣମାନେ କେମିତି ଲାଗିଲା କହିବେ। ଦେଖନ୍ତୁ ଏଟାକୁ ଆମେ 3 ଜଣ ଖାଇଦେବୁ। ଆଉ ସେ କାଲିକି ଆଉ ଗୋଟେ ଡିଜାଇନ୍ ପିଠା ହେବ, କାଲିକି ଖାଇବେ। ଆଜି ପାଇଁ ଏ ପୋଡ଼ ପିଠାଟା ଖାଲି ବନେଇଛି, ଆଜି ଖାଇବେ। ଆସନ୍ତୁ ଆଉ କାହିଁ ଡେରି କରିବା। ଏବେ ତ ଆମର ପୋଡ଼ପିଠାଟି ରେଡ଼ି ହେଇଗଲା, ଆଗେ ଖାଇଦେବା ତାକୁ। ଆଉ ଆସନ୍ତୁ ମିଶିକି ସମସ୍ତେ ଖାଇଦେଇକି ମୋ ରଜର ମଜା ନେବା। ଆଉ ଖୁସି ହେଇକି ପିଠା ବନେଇଛି ମୁଁ ଆପଣମାନଙ୍କ ପାଇଁ। ଆଉ ଆପଣମାନେ ଖାଇଲେ ମୁଁ ଖୁସି ହେବି। ଆସନ୍ତୁ ଖାଇବା। ଏଇଟା ତ ଆମର ଛତୁ ତରକାରୀ ବି ରେଡ଼ି ହେଇଗଲା। ଏପଟେ ଆମର ଦେଖିକିରି ବୁଟ ଆଳୁ ତରକାରୀ ବି ରେଡ଼ି ହେଇଯାଇଛି, ଭାତ ବି ରେଡ଼ି ହେଇଯାଇଛି। ଆଉ କ'ଣ ସବୁ ରେଡ଼ି ହେଇଛି ଆପଣଙ୍କୁ ଦେଖାଉଛି। ଏଠି ଦେଖନ୍ତୁ, ଏଠି ଆମର ଦୋସା ହେବ। ଆଉ ସେ ପାଇଁ ମୁଁ ସବୁ ରେଡ଼ି କରିକି ରଖିଦେଇଛି। ଗାଜର, ନଡ଼ିଆ କୋରା, ବିଟରୁଟ୍ ଆଉ ଆମର ଯେଉଁ ଆଣ ସବୁ ରେଡ଼ି କରିକି ରଖିଦେଇଛି। ଏଠି ଗୋଟେ ଆମର ଭଲ ମସଲା ଦୋସା ତିଆରି ହେବ। ମଝି ଆଉ ସାର୍ ବି ଖାଇବେ। ଆଉ ଚାଲନ୍ତୁ ସେଇଟାକୁ ଆମେ ବନେଇବା। ଏବେ ତାୱା ବସାଇ ଦେଇଛି, ତାପରେ ଆମେ ତାୱାଟା ଗରମ ହେଇଗଲେ ତାପରେ ଆମେ ଦୋସା ବନେଇବା। ଏଠି ଦେଖନ୍ତୁ ଆମର ବଟରରେ ଦୋସା ବନେଇବା। ଟିକେ ପକାଇଦେବା ତାୱାରେ, ତାପରେ ଆମେ ଆଣକୁ ପକାଇକି ଦୋସା ବନେଇବା। ଆଉ ଦେଖିବା ଏମିତି ପକାଇକି ସ୍ପେଶାଲ ଦୋସା ବନା ହେଇଗଲା। ପକାଇ ଟିକେ ତାକୁ ଟିକେ ତାୱାରେ ଲଗାଇବା ଭଲ ଭାବରେ ଦେଇକି, ତାପରେ ଆମର ସବୁ କାମ ସରିଗଲା। ତାପରେ ଯେଉଁ ଆଣ ରଖିଥିଲି ସେ ଆଣକୁ ଟିକେ ପକାଇଦେବା। ଏବେ ଟିକେ ଟାଇମ୍ ମିଳିଯାଉଛି ମୋତେ। ଏଇଟା ହେଇସାରିଲା ପରେ ତାପରେ ଆମେ ନଡ଼ିଆ କୋରା, ବିଟରୁଟ୍, ଗାଜର ଏମିତି ସବୁ ପକାଇକି ମସଲା ଦୋସା ଆମେ ବନେଇବା। ଚାଲନ୍ତୁ ମୁଁ ବନାଉଛି, ଆପଣମାନେ ଦେଖିବେ କେମିତି ବନାଉଛି। ଦେଖନ୍ତୁ ଏଇଠି କେମିତି ଆମର ହେଇଗଲା, କେତେ ସୁନ୍ଦର ହେଇଗଲା। ଟିକେ କେଚପ୍ ଟିକେ ପକାଇଦେବି ତାପରେ, ଖାଇବାକୁ ଭଲ ଟେଷ୍ଟ ଲାଗିବ। ଦେଖନ୍ତୁ ଆଗରୁ ତ ମୁଁ କ'ଣ ସବୁ ରୋଷେଇ କରିଥିଲି ଦେଖେଇଦେଲି। ଲାଷ୍ଟରେ ଦେଖନ୍ତୁ ଆମର କେତେ ସୁନ୍ଦର ସ୍ପେଶାଲ ଦୋସା ବନାଗଲା ରଜ ପାଇଁ। ଆଉ ଚାଲନ୍ତୁ ତାକୁ ଖାଇବା। ଆମର ଏଠି ପିଠା ଆସିଗଲା, ସମସ୍ତେ ଟିକେ ଟିକେ ଖାଇଦେବେ। ଖଣ୍ଡେ ଖାଇବେ, ମୋ ଝିଅ ଖଣ୍ଡେ, ସାର୍ ଖଣ୍ଡେ ଖାଇବେ। ଏଇଠି ଆମର ପୋଡ଼ ପିଠା ଖାଉଛି, ତାପରେ ଏଇଟା ଆମର ସ୍ପେଶାଲ ଦୋସା ହେଇଛି, ଏଠି ଖାଉଛନ୍ତି। ଆଉ